ବାକି କାମରେ ଆହତ କୁଟରା ଉଦ୍ଧାର ବହୁ ବିଳମ୍ବରେ ଚିକିତ୍ସା କରାଗଲା। ଦର୍ଶକ ବନ୍ଧୁ ଟିକିନିକି ଖବରକୁ ସ୍ୱାଗତ। ଗ୍ରେସିଙ୍ଗିଆ ପଞ୍ଚାୟତର ବାକିକାଙ୍ଗବା ଗ୍ରାମରେ ଗୋଡ଼ ଆଘାତ ହୋଇଥିବା ଏକ କୁଟୁରାକୁ ଗ୍ରାମବାସୀ ଉଦ୍ଧାର କରି ବନ ବିଭାଗ ମାଧ୍ୟମରେ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠାଯାଇଥିଲା। ଦୁଃଖର ବିଷୟ ହେଉଛି ଏହି କୁଟୁରାକୁ ବହୁ ବିଳମ୍ବରେ ଚିକିତ୍ସା ମିଳିଥିଲା, କାରଣ ଡାକ୍ତର ଓ କର୍ମଚାରୀ ଅଭାବ। ସୂଚନା ଅନୁସାରେ କୁଟୁରା ଗ୍ରାମ ନିକଟକୁ ଆସିଥିଲା, ଯେଉଁଠି ସେ ଆଘାତଗ୍ରସ୍ତ ଓ ଅସୁସ୍ଥ ଅବସ୍ଥାରେ ରହିଥିଲା। ସ୍ଥାନୀୟ ଗ୍ରାମବାସୀ ପ୍ରଦୀପ କୁମାର ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ନାୟକଙ୍କ ପ୍ରଚେଷ୍ଟାରେ ଏହାକୁ ବନ ବିଭାଗ ନିକଟରେ ହସ୍ତାନ୍ତରିତ କରାଯାଇଥିଲା। ବନ ବିଭାଗ ଏସିଏଫ୍ କାଜଲ ନାୟକଙ୍କ ନେତୃତ୍ୱରେ କୁଟୁରାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିବା ସତ୍ତ୍ୱେ ସେଠାରେ ଡାକ୍ତର ଓ କର୍ମଚାରୀ ଅଭାବରୁ ଚିକିତ୍ସା ଡେରିରେ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଫିସ ଅବଧି କେବଳ ସକାଳ 7ଟାରୁ 11ଟା ପର୍ଯ୍ୟନ୍ତ ଥିବା କାରଣରୁ ସେଠାରେ ପଶୁ ସେବା ବନ୍ଦ ରହିଥିଲା। କୁଟୁରା ଶରୀରରେ ଗୁରୁତର ଆଘାତ ଚିହ୍ନଟ ହୋଇଥିଲା ଓ ତାଙ୍କୁ ଏପରି ଦେଖାଯାଉଛି ଯେ ଲୋକମାନେ ଫାଶ ପକାଇ ହାନି କରିବା ପାଇଁ ଚେଷ୍ଟା କରିଥିଲେ, ଯାହା ସନ୍ଦେହ ରହିଛି। ଏବେ ବନ ବିଭାଗ ଚିକିତ୍ସା ପରେ ନିଜ ହେଫାଜତରେ ଏହି କୁଟୁରାକୁ ରଖିଛନ୍ତି। ସେ ଭଲ ହେବ ତାହେଲେ ସୁରକ୍ଷିତ ଅଞ୍ଚଳକୁ ଛାଡ଼ି ଦିଆବ ବୋଲି ସୂଚନା ଦେଇଛନ୍ତି। ଏହି ଘଟଣା ଅଞ୍ଚଳରେ ପ୍ରାଣୀ ସୁରକ୍ଷା ଓ ଚିକିତ୍ସା ସଂସ୍ଥାର ଅବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ଦର୍ଶକ ବନ୍ଧୁ, ଟିକିନିକି ଖବରର ଅଧିକ ଅପଡେଟ୍ ପାଇଁ ଟିକିନିକି ଖବରକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ।